ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଆଗାମୀ ଇନ୍ଧନ ସଂକଟକୁ ଆଖି ଆଗରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ଏକ ନୂତନ କାର୍ଯ୍ୟଶୈଳୀ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ସଞ୍ଚୟ ଆହ୍ୱାନକୁ ରକ୍ଷା କରି ଦିଲ୍ଲୀ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତାହକୁ 2 ଦିନ ଘରେ ରହି କାମ କରିବା ବାଧ୍ୟତାମୂଳକ କରିଛନ୍ତି। ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଅଭାବ ଏବଂ ଦର ବୃଦ୍ଧି ଯୋଗୁଁ ଭାରତକୁ ନିଜର ଇନ୍ଧନ ବ୍ୟବହାରରେ କଟକଣା ଲାଗୁ କରିବାକୁ ପଡ଼ିବ। ଏହାକୁ ଆଧାର କରି ଦିଲ୍ଲୀ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନେ ସପ୍ତାହକୁ 5 ଦିନ ପରିବର୍ତ୍ତେ 3 ଦିନ ଅଫିସ୍ ଆସିବେ ଏବଂ ବାକି 2 ଦିନ ଘରୁ ଥାଇ କାମ କରିବେ। ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସରକାରୀ ଗାଡ଼ିର ବ୍ୟବହାରକୁ ସୀମିତ କରାଯାଇଛି। ଏହା ମଧ୍ୟରେ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ସେବା, ପୋଲିସ ଏବଂ ସୁରକ୍ଷା ବଳ, ଅଗ୍ନିଶମ ବାହିନୀ ଏ ବିଭାଗର କର୍ମଚାରୀମାନେ ପୂର୍ବ ଭଳି ନିଜ କାର୍ଯ୍ୟରେ ଉପସ୍ଥିତ ରହିବେ। ଏପରି ଖବର ପାଇବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।